ସମସ୍ତଙ୍କୁ ଗୁଡ୍ ଇଭିନିଂ। ପ୍ରଭୁ ଏଇ ସୁନ୍ଦର ସମୟରେ ସନ୍ଧ୍ୟା ସମୟରେ ମୋତେ ପ୍ରଭୁ ସୁଯୋଗ ଦେଇଛନ୍ତି, ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ, ଆପଣମାନଙ୍କୁ ଧନ୍ୟବାଦ ଦିଏ ଏ ଶୁଭ ସନ୍ଧ୍ୟା ସମୟରେ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୁଁ ପ୍ରେମ ନମସ୍କାର ଜଣାଉଛି। ଆସନ୍ତୁ ଆମମାନେ ଏହି ସମୟରେ ଗୋଟେ ବାକ୍ୟ ଦେଖିଯିବା। ଦ୍ୱିତୀୟ ସାମୁଏଲ ତାର 11 ଅଧ୍ୟାୟ 1 ପଦ ଏବଂ 2 ପଦ। ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଜୋଆବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ। ତହିଁରେ ସେମାନେ ଆମନ ସନ୍ତାନମାନଙ୍କୁ ସଂହାର କରି ରଦା ନଗର ଅବରୋଧ କଲେ, ମାତ୍ର ଦାଉଦ ଜେରୁସାଲେମରେ ରହିଲେ। ଅନନ୍ତର ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ। ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ। ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦର ଥିଲା। ପ୍ରଭୁଙ୍କର ମହିମା ହେଉ। ପ୍ରଭୁ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ଆପଣମାନଙ୍କ ନିକଟରେ ଏହି ବାକ୍ୟ ରଖିବା ପାଇଁ ଚାହୁଁଛି, ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ, ପୁରାତନ ବର୍ଷ ସମାପ୍ତ ହୋଇ ନୂତନ ବର୍ଷ ଆସୁଥିବା ସମୟରେ, ଗୋଟେ ଓଲ୍ଡ ଇୟର ଗତ ହେଇ ଗୋଟେ ନୂତନ ବର୍ଷ ଆସୁଥିବା ସମୟରେ ରାଜାମାନେ ଯୁଦ୍ଧ କରିବାକୁ ଯିବା ବେଳେ ଦାଉଦ ଜୋଆବକୁ ପଠାଇଥିଲେ ଓ ତାହା ସହିତ ଆପଣା ଦାସମାନଙ୍କୁ ପଠାଇଥିଲେ ଓ ସମୁଦାୟ ଇସ୍ରାଏଲକୁ ମଧ୍ୟ ପଠାଇଥିଲେ। ତହିଁରେ ସେମାନେ ଆମନ ସନ୍ତାନମାନଙ୍କୁ ସଂହାର କରି ରଦା ନଗର ଅବରୋଧ କଲେ। ମାତ୍ର ଦାଉଦ ରାଜା ପୁରାତନ ବର୍ଷ ସମାପ୍ତ ହୋଇ ନୂତନ ବର୍ଷ ଆସୁଥିବା ସମୟରେ ଦାଉଦ ରାଜା ଯୁଦ୍ଧ କରିବା ପାଇଁ ନ ଯାଇ ସେ ନିଜ ଗୃହରେ ରହିଥିଲେ। ମାତ୍ର ଦାଉଦ ଜେରୁସାଲେମରେ ରହିଲେ। ଜେରୁସାଲେମ ନିଜ ଗୃହ ମଧ୍ୟରେ ଦାଉଦ ରହିଲେ। ଅନ୍ୟମାନଙ୍କୁ ଯୁଦ୍ଧରେ ପଠାଇଲେ, ଜୋଆବକୁ ଯୁଦ୍ଧରେ ପଠାଇଲେ, ତାଙ୍କ ସହିତ ଦାସମାନଙ୍କୁ ପଠାଇଲେ, ଇସ୍ରାଏଲ ଲୋକମାନଙ୍କୁ ପଠାଇଲେ, କିନ୍ତୁ ସେ ନିଜେ ଯାଇ ନଥିଲେ। ଆଉ ସନ୍ଧ୍ୟା ସମୟରେ, ଅନନ୍ତର ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟା ଗୃହରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ। ରାଜଗୃହର ଛାତ ଉପରେ ସେ ବୁଲୁଥିଲେ। ସନ୍ଧ୍ୟା ସମୟରେ ସେ ଦିନେ ସନ୍ଧ୍ୟା ସମୟରେ ଉଠି ରାଜଗୃହର ଛାତ ଉପରେ ସେ ବୁଲୁଥିଲେ। ଆଉ ଏହିପରି ସମୟରେ ସେଇ ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ। ସେହି ସ୍ତ୍ରୀ ଦେଖି ଅତି ସୁନ୍ଦର ଥିଲା। ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ। ଜଣେ କହିଲା, ସେ କ'ଣ ଏଲିଆମର କନ୍ୟା ହିତ୍ୟ ଉରିୟର ଭାର୍ଯ୍ୟା ବତ୍ସେବା ନୁହେଁ? ତେଣୁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ। ପୁଣି ସେ ତାଙ୍କ ନିକଟକୁ ଆସନ୍ତେ ଦାଉଦ ତାହା ସହିତ ଶୟନ କଲେ। ସେ ସମୟରେ ସେ ସ୍ତ୍ରୀ ଋତୁ ସ୍ନାନ କରିଥିଲା। ଏହି ଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା। ଅନନ୍ତର ସେ ସ୍ତ୍ରୀ ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି। ବତ୍ସେବା ସହିତ ଛାତ ଉପରେ ସେ ଦାଉଦ ରାଜା ବୁଲୁ ବୁଲୁ ସେ ସ୍ତ୍ରୀ ଗୋଟେ ସ୍ନାନ କରିଥିଲା। ତାହାକୁ ଦେଖି ବ୍ୟଭିଚାର କାମ କରିବା ପାଇଁ, ପାପ କାମ କରିବା ପାଇଁ ସେ ସ୍ତ୍ରୀକୁ ନିଜ ଗୃହରେ ଡକାଇଲା ଏବଂ ତା ସହିତ ସେ ଶୟନ କରି ବ୍ୟଭିଚାର କର୍ମ କଲା। ଅନ୍ୟମାନଙ୍କୁ ଯୁଦ୍ଧ କରିବା ପାଇଁ ପଠାଇଲା, ଅନ୍ୟମାନଙ୍କୁ କାର୍ଯ୍ୟ କରିବା ପାଇଁ ପଠାଇଲା, ଅନ୍ୟମାନଙ୍କୁ ଜୋଆବଙ୍କୁ ତାହାଙ୍କ ସହିତ ଦାସମାନଙ୍କୁ ତାହାଙ୍କ ସହିତ ଇସ୍ରାଏଲ ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ପଠାଇଲା। କିନ୍ତୁ ସେ ନିଜେ ନ ଯାଇ ନିଜ ଗୃହରେ ଥିଲା। ନିଜ କର୍ମ କରିବା ପାଇଁ ନ ଯାଇ ନିଜ ଗୃହରେ ଥିଲା। ନିଜ କାର୍ଯ୍ୟ କରିବା ପାଇଁ ନ ଯାଇ ନିଜ ଗୃହରେ ଥିଲା। ଆଉ ଛାତ ଉପରେ ବୁଲୁ ବୁଲୁ ସେ ବହୁତ ବଡ଼ ବ୍ୟଭିଚାର କର୍ମ କରିବା ନିମନ୍ତେ ଗୋଟିଏ ସ୍ତ୍ରୀ ଯିଏକି ସ୍ନାନ କରିଥିଲା, ସେ ସ୍ତ୍ରୀକୁ ନିଜ ଗୃହକୁ ଆଣିଲା ଆଉ ତାର ସହିତ ବ୍ୟଭିଚାର କର୍ମ କଲା। ପୁଣି ସେଇ ସ୍ତ୍ରୀ ବତ୍ସେବାର ସ୍ୱାମୀକୁ ମଧ୍ୟ ଚକ୍ରାନ୍ତ କରି ସ୍ୱାମୀର ମଧ୍ୟ ହତ୍ୟା କଲେ। କିଏ? ଦାଉଦ। ସେଥିପାଇଁ 11 ଅଧ୍ୟାୟ ତାର 26 ଏବଂ 27 ପଦ ଦ୍ୱିତୀୟ ସାମୁଏଲରେ ଲେଖାଯାଇଛି, ଏ ଉତ୍ତାରେ ଉରିୟର ଭାର୍ଯ୍ୟା ଆପଣା ସ୍ୱାମୀ ଉରିୟର ମୃତ୍ୟୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା। ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ। ତହୁଁ ସେ ତାହାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଯେତେବେଳେ କି
ୟୁରିଓରେ ମୃତ୍ୟୁ ହେଲା। ବେତ୍ସେବା ସେ କ୍ରନ୍ଧନ କଲେ, ଦୁଃଖ କଲେ, ଶୋକ ପ୍ରକାଶ କଲେ ନିଜର ସ୍ୱାମୀର ମୃତ୍ୟୁ ସମ୍ବାଦ ଶୁଣି। କିନ୍ତୁ ସେଇ ଶୋକ କରୁଥିବା ସମୟରେ ଦାଉଦ ଲୋକମାନଙ୍କୁ ପଠାଇ ବେତ୍ସେବାକୁ ନିଜ ଗୃହକୁ ଆଣିଲେ ଏବଂ ନିଜ ସ୍ତ୍ରୀ କଲେ। ପୁଣି ସେଇ ସ୍ତ୍ରୀ ଗର୍ଭ ଅବସ୍ଥାରେ ଥାଇ ଗୋଟେ ପୁତ୍ର ପ୍ରସବ କଲେ। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ଏହି ଯେଉଁ କାର୍ଯ୍ୟ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା, ସଦାପ୍ରଭୁଙ୍କ ଦୃଷ୍ଟିରେ ଖରାପ ଥିଲା, ସଦାପ୍ରଭୁଙ୍କ ଦୃଷ୍ଟିରେ ପାପମୟ ଥିଲା। ସେଥିପାଇଁ ପରମେଶ୍ୱର କ୍ରୋଧ ହେଲେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଅନ୍ୟମାନେ କାର୍ଯ୍ୟ କରିବା ପାଇଁ ଗଲେ, ଅନ୍ୟମାନେ ଯୁଦ୍ଧ କରିବା ପାଇଁ ଗଲେ, ଅନ୍ୟମାନେ ଯୁଦ୍ଧ ପଡ଼ିଆକୁ ଗଲେ, ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ଯୁଦ୍ଧକୁ କଲେ ଇସ୍ରାଏଲ ମାନେ, କିନ୍ତୁ ଦାଉଦ ରାଜା ଯାଇନଥିଲେ। ସେ ନିଜ ଗୃହରେ ଥାଇ ପାପର କାର୍ଯ୍ୟ କଲେ, ପାପର କର୍ମ କଲେ। ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଉରିୟଙ୍କର ମୃତ୍ୟୁ ହେଲା। ଆଉ ଦାଉଦ ସେଇ ସ୍ତ୍ରୀକୁ ରଖିବା ଦ୍ୱାରା, ଶୟନ କରିବା ଦ୍ୱାରା ବେତ୍ସେବା ସେ ଗର୍ଭବତୀ ହେଲେ। ତାହା ପାପମୟ ଥିଲା। ସେଥିପାଇଁ ଦିନେ ପ୍ରଭୁ ପିତା ପରମେଶ୍ୱର ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ, ଗୋଟେ ଭବିଷ୍ୟତ ବକ୍ତାଙ୍କୁ ପଠାଇଲେ, ଯାହାକି 12 ଅଧ୍ୟାୟର ଲେଖାଯାଇଛି 1 ପଦ ଠାରୁ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଏକ ନଗରରେ 2 ଲୋକ ଥିଲେ, ଜଣେ ଧନୀ ଓ ଜଣେ ଦରିଦ୍ର। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଗୋଟେ ଉଦାହରଣ ସ୍ୱରୂପ, ଗୋଟେ ଇଲିଷ୍ଟ୍ରେସନ ମାଧ୍ୟମରେ, ଗୋଟେ ଦୃଷ୍ଟାନ୍ତ ସ୍ୱରୂପ ନାଥନ ଭବିଷ୍ୟତ ବକ୍ତା ଆସି ଦାଉଦଙ୍କୁ କହୁଛନ୍ତି, ଜଣେ ଧନୀ ବ୍ୟକ୍ତି ଥିଲେ, ଜଣେ ଦରିଦ୍ର ବା ଗରିବ ଲୋକ ଥିଲେ। ଆଉ 2 ଜଣଙ୍କ ମଧ୍ୟରେ ଧନୀ ବ୍ୟକ୍ତିଙ୍କ ଅନେକ ମେଷ ଗୁଡ଼ାକ ଥିଲେ, ମେଣ୍ଢା ଗୁଡ଼ାକ ଥିଲେ, କିନ୍ତୁ ଗରିବ ବ୍ୟକ୍ତି ସେ ଗୋଟେ ମାତ୍ର ମେଣ୍ଢା ରଖିଥିଲା। ସମୟ ଆସିଲା, ଆଉ ସେ ଧନୀ ବ୍ୟକ୍ତିଙ୍କ ଗୃହର ମଧ୍ୟରେ ଜଣେ କୁଣିଆ ଆସିଲେ। କୁଣିଆ ଆସିବା ଦ୍ୱାରା ଏଠାରେ ଧନୀ ବ୍ୟକ୍ତି ସେ ନିଜର ଗୋଠ ମଧ୍ୟରୁ, ମେଣ୍ଢାମାନଙ୍କ ମଧ୍ୟରୁ ଗୋଟେ ମେଣ୍ଢାକୁ ନେଇ ସେ ବଧ କରି ନିଜର କୁଣିଆକୁ ରୋଷେଇ କରି ଖାଇବା ପାଇଁ ନ ଦେଇ, ଯେ ବ୍ୟକ୍ତି କି ଗରିବ ଦରିଦ୍ର, ତାଙ୍କ ପାଖରେ କେବଳ ଗୋଟିଏ ମାତ୍ର ମେଣ୍ଢା ଥିଲା, ତାଙ୍କ ପାଖରେ ଯାଇ ତାଙ୍କଠୁ କିଣି ଆଣି ସେ ମେଣ୍ଢାକୁ ବଧ କରି ନିଜ ଗୃହରେ ଆସିଥିବା କୁଣିଆଙ୍କୁ ସେ ଖାଇବା ପାଇଁ ଦେଇଥିଲେ। ଏହି କଥା ଯେତେବେଳେ ନାଥନ ଭବିଷ୍ୟତ ବକ୍ତା ଦାଉଦଙ୍କୁ କହୁଛନ୍ତି, ଦାଉଦ ଶୁଣିବା କ୍ଷଣି ସେ କ୍ରୋଧ ହେଉଛନ୍ତି। ଆମେ ଦେଖୁଛୁ 12 ଅଧ୍ୟାୟ 5 ପଦରେ, ଏଥିରେ ସେହି ଧନୀର ପ୍ରତିକୂଳରେ ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ସେ ନାଥନଙ୍କୁ କହିଲେ, ଯେ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିଥିବା ପ୍ରମାଣେ ସେ ମୃତ୍ୟୁ ଯୋଗ୍ୟ। ଦାଉଦ କ୍ରୋଧ ହେଉଛନ୍ତି, ଏହି ଧନୀ ବ୍ୟକ୍ତି କିଏ, ଯେ ତା ପାଖରେ ଏତେ ମେଣ୍ଢା ଥିଲା ପରେ ମଧ୍ୟ ସେ ମେଣ୍ଢାମାନଙ୍କ ମଧ୍ୟରେ ଗୋଟେ ମେଣ୍ଢା ନେଇ ସେ ବଧ ନ କରି, ଯେଉଁ ବ୍ୟକ୍ତି ପାଖରେ, ଦରିଦ୍ର ବ୍ୟକ୍ତି, ଯେ କି ଗରିବ ଲୋକ, ତା ପାଖରେ କେବଳ ଗୋଟେ ମାତ୍ର ମେଣ୍ଢା ଥିଲା, ସେ ମେଣ୍ଢାକୁ ନେଇ ସେ ବଧ କରିଛି। କିଏ ସେଟା, କିଏ? ସେ ମୃତ୍ୟୁ ହେବା ଯୋଗ୍ୟ ବୋଲି ଦାଉଦ କ୍ରୋଧାନ୍ୱିତ ହେଲେ। ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷ ବତ୍ସର 4 ଗୁଣ ଫେରାଇ ଦେବ। ଏଥିରେ ନାଥନ ଦାଉଦ କହିଲେ, ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମକୁ ସାଉଲ ହସ୍ତରୁ ରକ୍ଷା କଲୁ। ପୁଣି ଆମ୍ଭେ ତୁମକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କଳରେ ତୁମ୍ଭ ପ୍ରଚୁର ଭାର୍ଯ୍ୟମାନଙ୍କୁ ଦେଲୁ, ମଧ୍ୟ ଇସ୍ରାଏଲ ଓ ଜିହୁଦା ବଂଶ ତୁମ୍ଭକୁ ଦେଲୁ। ଆଉ ଯେବେ ଏହା ଅଳ୍ପ ହୋଇଥାନ୍ତା, ତେବେ ଆମ୍ଭେ ତୁମକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାନ୍ତୁ। ସେ ବ୍ୟକ୍ତି ତ ତୁମ୍ଭେ, ସେ ବ୍ୟକ୍ତି ତୁମ୍ଭେ ସେଇ ଭୁଲ କରିଛ। ଏ କଥା ନାଥନ ଭବିଷ୍ୟତ ବକ୍ତା କହୁଛନ୍ତି। ସଦାପ୍ରଭୁ ମୋତେ ପଠେଇଛନ୍ତି। 12 ଅଧ୍ୟାୟ ତାର 9 ପଦରେ ଲେଖାଯାଇଛି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମେ କାହିଁକି ତାହାଙ୍କ ବାକ୍ୟକୁ ତୁଚ୍ଛ କଲ? ତୁମେ ଖଡ୍ଗ ଦ୍ୱାରା ହିତୀୟ ଉରିୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମର ଭାର୍ଯ୍ୟା ହେବା ପାଇଁ ନେଇଅଛ। ପୁଣି ଆମନ ସନ୍ତାନ ଗଣର ଖଡ୍ଗ ଦ୍ୱାରା ଉରିୟକୁ ବଧ କରିଅଛ। ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ, ତାହା ଦାଉଦ ରାଜା କରିଅଛନ୍ତି। ବେତ୍ସେବାର ସ୍ୱାମୀ ହିତୀୟ ଉରିୟଙ୍କୁ ସେ ମାରିଅଛନ୍ତି।
ଏବଂ ବେତ୍ସେବାକୁ ନିଜ ସ୍ତ୍ରୀ କରିଅଛନ୍ତି, ଯାହାକି ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ ବଡ଼ ପାପ ଥିଲା। ସେ ବେତ୍ସେବାଙ୍କୁ ରଖି ବ୍ୟଭିଚାର କର୍ମ କଲେ, ପୁଣି ଉରିୟଙ୍କୁ ମର୍ଡର କରି ହତ୍ୟାକାରୀ ହେଲେ, ଯାହାକି ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ସେଥିପାଇଁ ପରମେଶ୍ୱର ଗୋଟେ ଭବିଷ୍ୟତ ବକ୍ତାଙ୍କୁ ପଠେଇ ଦାଉଦଙ୍କୁ ଚେତାବନୀ ଦେଉଛନ୍ତି। ଏହି ସମୟରେ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଏହି ଶିକ୍ଷାରୁ ଆପଣମାନେ କ'ଣ ଶିଖିପାରୁଛନ୍ତି? ଆମମାନେ କ'ଣ ଶିଖୁଛୁ? ଯେତେବେଳେ କି ଅନ୍ୟମାନଙ୍କୁ ଆମେ କାମ କରିବା ପାଇଁ ପଠାଉଛୁ, ଆଉ ନିଜେ ଆମେ ସ୍ଥିର ଥାଇ ଗୃହରେ ଥାଇ ଆମମାନେ ପାପର ଭାବନା କରିଥାଉଛୁ, ଯାହାକି ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ, ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ ଅଟେ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହାକି ଗ୍ରହଣ ଯୋଗ୍ୟ ନୁହେଁ। ସେହିପରି କାର୍ଯ୍ୟ ଦାଉଦ କରିଥିଲେ। ଦାଉଦ କରିବା ଦ୍ୱାରା ଆମେ ଜାଣିପାରୁଛୁ ଯେ ଆମେମାନେ କରୁଛୁ କି ଆମମାନେ ନିଜ କର୍ମ ଗୃହ ଛାଡ଼ି ବାହାରକୁ ଯାଇ ଆମେ ଅନ୍ୟାନ୍ୟ କାର୍ଯ୍ୟ କରୁଛୁ, ଚାକିରି କରୁଛୁ କି ଯେକୌଣସି କୁଲି ମଜୁରୀ କରୁଛୁ, ଯେକୌଣସି କାମ ମଧ୍ୟ ଆମେ ନିଜ ଗୃହକୁ ଛାଡ଼ି କାମ କରିବା ପାଇଁ ଯାଉଛୁ କି, ବା ନିଜ ଗୃହରେ ଥାଇ ଆମମାନେ ପାପ କର୍ମ କରୁଛୁ କି, ପାପର କାର୍ଯ୍ୟ କରୁଛୁ କି, ଖରାପ କାର୍ଯ୍ୟ କରୁଛୁ କି, ଯାହାକି ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ। ଦାଉଦ ରାଜା ଯେତେବେଳେ ସେ ଜାଣିଗଲେ ଯେ ମୁଁ ବ୍ୟଭିଚାର କରିଛି, ଯେତେବେଳେ ସେ ଜାଣିଗଲେ ମୁଁ ଭୁଲ କରିଛି, ଯେତେବେଳେ ସେ ଜାଣିଗଲେ ମୁଁ ହତ୍ୟା କରିଛି, ସେହି କ୍ଷଣି ସେ କ୍ଷମା ମାଗୁଛନ୍ତି, ଯାହାକି ଗୀତ ସଂହିତା 91 ତାର 1, 2, 3 ପଦରେ ଲେଖାଯାଇଛି। ଆପଣମାନଙ୍କ ସମ୍ମୁଖରେ ମୁଁ ପାଠ କରି ରଖିବା ପାଇଁ ଚାହେଁ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋ ପ୍ରତି ଦୟା କର, କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର, ମୋ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ ପାପରୁ ମୋତେ ସୂଚୀ କର, କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ମୁଁ ତୁମ୍ଭ ବିରୋଧରେ କେବଳ ତୁମ୍ଭ ବିରୋଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ, ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ। ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ ମାତା ମୋତେ ଗର୍ଭଧାରଣ କଲା। ମୁଁ ଆପଣମାନଙ୍କ ସମ୍ମୁଖରେ କହିବା ପାଇଁ ଚାହୁଁଛି, ମୁଁ ତୁମ୍ଭ ବିରୋଧରେ କେବଳ ତୁମ୍ଭ ବିରୋଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ଯେତେବେଳେ ଦାଉଦ ରାଜା ଜାଣିଗଲେ, ଅନୁତାପ କଲେ, ରିଏଲାଇଜ କଲେ, ପ୍ରଭୁଙ୍କ ପାଖରେ କ୍ଷମା ମାଗିବା ନିମନ୍ତେ ସେ ଏହି ଗୀତ ସଂହିତା 51 ଏହାକୁ ସେ ଲେଖୁଛନ୍ତି। ଏହି ଗୀତ ମାଧ୍ୟମରେ ସେ କ୍ଷମା ମାଗୁଛନ୍ତି। ହେ ସଦାପ୍ରଭୁ, ମୁଁ ତୁମ୍ଭ ବିରୋଧରେ କେବଳ ତୁମ୍ଭ ବିରୋଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ପ୍ରିୟର ମଣ୍ଡଳୀ, ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଯାହା ମନ୍ଦ, ଯାହା ପାପ, ଯାହା ଘୃଣା ଯୋଗ୍ୟ ତାହା ଆପଣମାନେ କରୁଛନ୍ତି କି, ଯାହାକି ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ। ଦାଉଦ ଯାହା କରିଥିଲେ ତାହାକୁ ସେ ନେଇକି କ୍ଷମା ମାଗିଲେ, ଅନୁତାପ କଲେ, କିନ୍ତୁ ଆଗ ଭଳିଆ ଆଉ ସେ ସେବା କାର୍ଯ୍ୟ କରିପାରିନଥିଲେ। ଆଗ ଭଳିଆ ତାଙ୍କର ଲିଡରସିପ୍ କ୍ୱାଲିଟି ଆଉ ରହିନଥିଲା। ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ସେହି ପାପ କର୍ମ ହେତୁରୁ ଦାଉଦ ରାଜା ଉତ୍ତମ ଭାବରେ ସେବା କରିପାରି ନଥିଲେ, ଉତ୍ତମ ଭାବରେ ଦେଶକୁ ଶାସନ କରିପାରି ନଥିଲେ। ଆପଣମାନଙ୍କ ସମ୍ମୁଖରେ ମୁଁ କହିବା ପାଇଁ ଚାହେଁ, ଯେତେବେଳେ ଆପଣମାନେ ଅଭିଷିକ୍ତ ହୋଇଛନ୍ତି, ବଛା ଯାଇଛନ୍ତି, ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଦେଖାଯାଇଛନ୍ତି, ପବିତ୍ର ଆତ୍ମା ପାଇଛନ୍ତି, ପ୍ରଭୁଙ୍କର ସେବାରେ ବାହାରିଛନ୍ତି, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହା ସଦା ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ତାହା ଯଦି ଆପଣମାନେ କରିବେ, ତାହେଲେ ପରମେଶ୍ୱର ଆପଣମାନଙ୍କୁ ଉତ୍ତମ ରୂପରେ ବ୍ୟବହାର କରିବେ ନାହିଁ। ତ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ଦାଉଦ ଯୁଦ୍ଧ କରିବାକୁ ନ ଯାଇ ନିଜ ଗୃହରେ ଥାଇ ପାପ କର୍ମ କରିଥିଲେ, ଯଦ୍ୱାରା ଶେଷରେ ତାଙ୍କୁ ଅନୁତାପ କରିବାକୁ ପଡ଼ିଥିଲା। ଆଜି ଆପଣମାନଙ୍କୁ ମଧ୍ୟ ମୁଁ କହିବା ପାଇଁ ଚାହେଁ, ନିଜର କାର୍ଯ୍ୟ ଆପଣମାନେ କରିବା ପାଇଁ ଯାଆନ୍ତୁ ଏବଂ ନିଜ ଜୀବନ ମଧ୍ୟରେ ଆପଣମାନେ ପବିତ୍ରତାର ଜୀବନ ବିତାନ୍ତୁ, ପ୍ରଭୁଙ୍କ ଠାରେ ରୁହନ୍ତୁ, ଧାର୍ମିକତା ହୁଅନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଥରେ ଚାଲନ୍ତୁ, ଆଉ ପାପ ଠାରୁ ପୃଥକ ରହି ନିଜର ଜୀବନକୁ ସୁରକ୍ଷା କରନ୍ତୁ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା।
धन्यवाद प्रभु, तुम्हारी महिमा हो, तुम्हारी गौरव हो। एहि समय आम मानक तुम्हारी दास दाऊदଙ୍କ ଠାରୁ आम मानक शिक्षा ग्रहण करने ପାଇଁ ସାହାଯ୍ୟ କଲେ धन्यवाद ଦେଉଛି प्रभु। ଏତେବେଳେ ପ୍ରାର୍ଥନା करे ଯେତେ ଜଣ ଆମମାନେ ବାକ୍ୟ ଶୁଣୁଅଛୁ ଆଉ ଶିଖୁଅଛୁ ପ୍ରଭୁ, ଏ ବାକ୍ୟ ଦ୍ୱାରା ଆମମାନେ ଯାହା ଶିଖିଛୁ ପାପ ନ କରି ପ୍ରଭୁ ପବିତ୍ରତା ସିଦ୍ଧତାର ଜୀବନ ବିତାଇବା ପାଇଁ ସାହାଯ୍ୟ କରିଅଛ। ଆମମାନଙ୍କ ଜୀବନ ମଧ୍ୟରେ ଏହି ବାକ୍ୟ କାର୍ଯ୍ୟକାରୀ ହେବା ପାଇଁ ତୁମେ ଦୟାକରି ବୋଲି ପ୍ରାର୍ଥନା କରୁଅଛି। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି ପିତା, ଆମେନ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାଇଜ୍ ଦ ଲର୍ଡ।